ଗଞ୍ଜାମ ମହାବିଦ୍ୟାଳୟର 56ତମ ସ୍ୱର୍ଣ୍ଣକ୍ଷେତ୍ର ସମାରୋହ ବୁଧବାର ଦିନ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବାଣିଜ୍ୟ ପରିବହନ ଓ ଇସ୍ପାତ ଖଣି ମନ୍ତ୍ରୀ ବିଭୂତିଭୂଷଣ ଜେନା ଯୋଗଦେଇ ଛାତ୍ରଛାତ୍ରୀମାନେ ଶୃଙ୍ଖଳିତ ହେବା ଆବଶ୍ୟକ, ତାହେଲେ ସେମାନେ ଜଣେ ଭଲ ମଣିଷ ହୋଇ ସମାଜର ଉନ୍ନତି କରିପାରିବେ। ମହାବିଦ୍ୟାଳୟର ମୁଖ୍ୟତଃ ସୌଖିକ ବାତାବରଣ ରହିବାର ଆବଶ୍ୟକତା ଜରୁରୀ ବୋଲି କହିଥିଲେ। ଏଥିସହିତ ଏହି ମହାବିଦ୍ୟାଳୟର ଛାତ୍ର ହୋଇଥିବା ଯୋଗୁଁ ସେ ନିଜକୁ ଗର୍ବିତ ଅନୁଭବ କରିବା ସହିତ ଆଗାମୀ ଦିନରେ କଲେଜ ଯାହା ସମସ୍ୟା ରହିଛି ତାକୁ ନିଶ୍ଚିତ ଭାବେ ସେ ଧ୍ୟାନ ଦେବେ ବୋଲି କହିଥିଲେ। କଲେଜ ଅଧ୍ୟକ୍ଷ ସୀମାଞ୍ଚଳ ଭୋଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ବେହେରା, ମୁଖ୍ୟ ବକ୍ତା ଭାବେ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ସମ୍ମାନିତ ଅତିଥି ଭାବେ ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ପ୍ରତିଭା ପାଢ଼ୀ, ଆବାହକ ଡକ୍ଟର ନିରଞ୍ଜନ ଗୁରୁ ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ରହିଥିଲେ। ଅତିଥିମାନଙ୍କ ଦ୍ୱାରା କଲେଜ ସ୍ମରଣିକା ଉନ୍ମୋଚନ ହୋଇଥିଲା। ଅଧ୍ୟାପକ ଲକ୍ଷ୍ମୀଧର ନାରାୟଣ ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। କଲେଜରେ ହେବାକୁ ଥିବା 4ଟି ପ୍ରକଳ୍ପର ଶିଳାନ୍ୟାସ ଅତିଥିମାନଙ୍କ ଦ୍ୱାରା ହୋଇଥିଲା। ଶେଷରେ ବିଭିନ୍ନ କ୍ଷେତ୍ରରେ ସଫଳତା ପାଇଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ପରିଚାଳନାରେ ସହଯୋଗ କରିଥିଲେ। ଗଞ୍ଜାମରୁ ସବର ତରାଇଙ୍କ ରିପୋର୍ଟ।